ଥରେ ଜଙ୍ଗଲର ରାଜା ସିଂହ ସଭା ଡାକିଲେ। ବିଭିନ୍ନ ସ୍ଥାନରେ ପଶୁମାନଙ୍କୁ ନିଯୁକ୍ତି କରାଗଲା। ଦ୍ରୁତ ଗତିରେ ଚାଲିପାରୁଥିବାରୁ ଚିତାବାଘକୁ କମାଣ୍ଡର ପଦ ଦିଆଗଲା। ଜ୍ଞାନୀ ହାତୀକୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ କରାଗଲା। ଏହିପରି ସମସ୍ତ ପଶୁମାନଙ୍କୁ ସେମାନଙ୍କ ଦକ୍ଷତା ଅନୁଯାୟୀ ପଦବୀରେ ନିଯୁକ୍ତି କରାଗଲା। କେବଳ ଠେକୁଆ, କଇଁଛ ଆଉ ଗଧକୁ କୌଣସି ପଦବୀ ଦିଆଯାଇ ନଥିଲା। ଏହା ଦେଖି ଘୋଡ଼ା କହିଲା, ଠେକୁଆ ତ ଡରକୁଳା। ଜିରାଫ କହିଲା, କଇଁଛ ଗୋଟେ ପାଦ ଯିବାକୁ ଘଣ୍ଟା ଘଣ୍ଟା ସମୟ ନିଏ। ତାପରେ ଓଟ କହିଲା, ଆଉ ଗଧ ତ ମୂର୍ଖ। ଏ ତିନିଜଣ କୌଣସି କାମକୁ ନୁହେଁ। ସେଥିପାଇଁ ସେମାନଙ୍କୁ କୌଣସି କାର୍ଯ୍ୟ ପାଇଁ ନିଯୁକ୍ତି ଦିଆଗଲା ନାହିଁ। ଏହିପରି ସେମାନେ ଥଟ୍ଟା କରିବାକୁ ଲାଗିଲେ। ଏହା ଦେଖି ସିଂହ କହିଲା, ନା, ସେପରି ନୁହେଁ। ପ୍ରତ୍ୟେକଙ୍କର ସ୍ୱତନ୍ତ୍ର ଗୁଣ ଅଛି। ଦ୍ରୁତ ଗତିରେ ଚାଲୁଥିବା ହେତୁ ଠେକୁଆକୁ ଆମ ଦୂତ କରାହେବ। ସହଜରେ ଲୁଚି ପାରୁଥିବା ହେତୁ କଇଁଛ ଆମର ଗୁପ୍ତଚର ହେବ। ଆଉ ପ୍ରତିକୂଳ ପରିସ୍ଥିତିରେ ଚେତାବନୀ ଦେବା ପାଇଁ ଗଧ ତାର ଉଚ୍ଚ ସ୍ୱର ବ୍ୟବହାର କରିବ। ସିଂହ ରାଜା କହିଲେ, ପ୍ରତ୍ୟେକଙ୍କର ସ୍ୱତନ୍ତ୍ର ଗୁଣ ଅଛି। ତେଣୁ କାହାକୁ ପରିହାସ କରିବା କେବେ ଉଚିତ ନୁହେଁ। ସିଂହ ରାଜାଙ୍କର ଏଭଳି କଥା ଶୁଣି ଘୋଡ଼ା, ଜିରାଫ ଆଉ ଓଟ ନିଜର ଭୁଲ ବୁଝିପାରିଲେ। ସେହି ଦିନଠାରୁ ସବୁ ପଶୁମାନେ ଜଙ୍ଗଲରେ ମିଳିମିଶି ଖୁସିରେ ରହିଲେ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।